नमस्कार ए भिडियो रे मैं स्वाधीनता दिवस उपलक्षे स्कूल छात्र छात्री मानक पई एक सुंदर भाषण टे कहबा। बरेण्य सभापति महोदय, सम्माननीय प्रधानाचार्य, पूज्य गुरुजी और गुरुमा वृंद तथा मोर छोट और बड़ भाई और भौणी माने समस्त को पवित्र स्वाधीनता दिवस उपलक्षे अनेक अनेक शुभेच्छा और अभिनंदन। पवित्र स्वाधीनता दिवसर पावन अवसରରେ प्रथमे मोर ଏହି ସୁଜଲା ସୁଫଲା ରତ୍ନଗର୍ଭା ଭାରତ ମାତାକୁ ବିଦେଶୀ ହାତରୁ ଉଦ୍ଧାର କରିବାକୁ ଯେଉଁ ମହାପୁରୁଷ ଓ ମହାମନୀଷୀମାନେ ନିଜ ଜୀବନକୁ ତିଳ ତିଳ କରି ବିସର୍ଜନ କରିଛନ୍ତି, ସେଇମାନଙ୍କ ଶ୍ରୀଚରଣରେ ମୋର ହୃଦୟର ଗଭୀରତମ ପ୍ରଦେଶରୁ ଅତୁଟ ସମ୍ମାନ ଯଥୋଚିତ ଭକ୍ତି ସୁମନ ଅର୍ପଣ କରୁଛି। ପରେ ପରେ ମୋର ଚିରନମସ୍ୟ ପ୍ରଧାନ ଶିକ୍ଷକ ତଥା ମୋର ଶ୍ରେଣୀ ଶିକ୍ଷକ ଆଜିର ଏହି ପବିତ୍ର ମୁହୂର୍ତ୍ତରେ ମୋତେ କିଛି କହିବାର ସୁଯୋଗ ଦେଇଥିବାରୁ ସେମାନଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଅଛି। ତତ୍ ସହିତ ମୋର କଥନରେ କୌଣସି ତ୍ରୁଟି ବିଚ୍ୟୁତି ହେଲେ ଉଦାର ହୃଦୟରେ କ୍ଷମା ଦେବେ ବୋଲି ମୁଁ ଆଶା ବହନ କରୁଅଛି। ହେ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ମୁଁ ଆଜି ଏଠି ସ୍ମରଣ କରାଇ ଦେବାକୁ ଚାହେଁ ଯେ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଆମେ ଯେଉଁ ସ୍ୱାଧୀନତା ପ୍ରାପ୍ତ କଲେ, ତାହା ମାସେ ନୁହଁ କି 2 ମାସ ନୁହଁ, ବର୍ଷେ କି 2 ବର୍ଷ ନୁହଁ, ବରଂ ତାହା ଥିଲା ହଜାର ହଜାର ଲୋକଙ୍କର ଆତ୍ମ ବଳିଦାନ ଓ ପ୍ରାୟ 9 ଦଶକର କଠିନ ସଂଗ୍ରାମର ଫଳ। ସେହି ପରମ ଯୋଦ୍ଧାମାନଙ୍କର ଅବାରିତ ଦେଶପ୍ରେମ ଓ ନିଃସ୍ୱାର୍ଥପର ତଥା ଅକୁଣ୍ଠିତ ଉଦ୍ୟମ ଫଳରେ ଏ ଦେଶ ଲଭିଲା ମୁକ୍ତି ଇଂରେଜ ଶାସନର ପଞ୍ଝାରୁ। ଆମେ ଚାଖୁଥିଲେ ସ୍ୱାଧୀନତାର ସ୍ୱାଦ, ମିଳିଥିଲା ଛାତିରେ ହାତ ବାଡ଼େଇ ବାହାସ୍ଫୋଟ ମାରି କହିବାର ସୁଯୋଗ, ଆମେ ସ୍ୱାଧୀନ ଦେଶର ସନ୍ତାନ। ହଁ ହଁ, ଆମେ ସ୍ୱାଧୀନ ଦେଶର ନାଗରିକ, ମୁକ୍ତ ଆକାଶର ବିହଙ୍ଗ। ଭାଇ ଓ ଭଉଣୀମାନେ, ମୁଁ ଏବେ ଆଲୋକପାତ କରିବାକୁ ଚାହିଁବି ତାରି ଉପରେ କେମିତି ଏ ଦେଶ ଦୁର୍ଦ୍ଦଶ ଇଂରେଜ କବଳରୁ ମୁକ୍ତି ପାଇବାକୁ କରିଥିଲା କଠିନ ସଂଘର୍ଷ। ଇଂରେଜ ମାନଙ୍କ ଆସିବା ପୂର୍ବରୁ ଏ ଦେଶ ଛୋଟ ଛୋଟ ରାଜ୍ୟମାନଙ୍କରେ ବିଭକ୍ତ ହୋଇସାରିଥିଲା। ତାଙ୍କ ଭିତରେ ଲାଗି ରହିଥିଲା କନ୍ଦଳ ଓ ମନମାଳିନ୍ୟ। ଆଉ ସେ ଦୁର୍ବଳତାର ସୁଯୋଗ ବାଣିଜ୍ୟ ଉଦ୍ଦେଶ୍ୟରେ ଆସିଥିବା ଇଂରେଜ ମାନଙ୍କର ଲୋଲୁପ ଆଖି ସ୍ୱପ୍ନ ଦେଖୁଥିଲା ଏ ଦେଶର ଶାସନ ଭାର ହାତକୁ ନେବାକୁ। କେବଳ ସେତିକି ନୁହଁ, ଏ ଦେଶର ଧନର ପ୍ରାଚୁର୍ଯ୍ୟ ସେମାନଙ୍କୁ କରିଦେଇଥିଲା ଅନ୍ଧ। ଏ ଦେଶର ଉତ୍ପାଦିତ କଞ୍ଚାମାଲ ଉପରେ ପଡ଼ିଥିଲା ତାଙ୍କ ତୀକ୍ଷ୍ଣ ନଜର। କଳେ ବଳେ କୌଶଳେ ଆମ ଦେଶର ଶାସନଭାର ହାତକୁ ନେଇ ଆରମ୍ଭ କଲେ ନିଷ୍ଠୁର ଦମନ ଲୀଳା। ଲୁଟି ନେଇଗଲେ ଆମଠୁ ଆମର ସମସ୍ତ ଅଧିକାର। ଜୀବନ ହୋଇପଡ଼ିଲା ନିତାନ୍ତ ଦୁଃସହ ଆଉ ଦୁର୍ବିସହ। ନିଷ୍ଠୁର ଆଉ କ୍ରୂର ଇଂରେଜ ଶାସନ ବିରୁଦ୍ଧରେ ଉଠିଲା ତୀବ୍ର ପ୍ରତିବାଦର ସ୍ୱର। 1857 ମସିହାରେ ସ୍ୱାଧୀନତା ଆନ୍ଦୋଳନ ବୀଜ ବପନ ହେଲା ପରେ ଦିନକୁ ଦିନ ତୀବ୍ର ହେବାରେ ଲାଗିଲା। ଦେଶର କୋଣ ଅନୁକୋଣରୁ ଛୁଟି ଆସିଲା ସ୍ୱାଧୀନତା ସଂଗ୍ରାମୀମାନଙ୍କ ସୁଅ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାକାର ହୋଇଗଲେ ଇଂରେଜ ଶାସକର ବିରୁଦ୍ଧରେ। ଏକ ସମ୍ମିଳିତ ରଣହୁଙ୍କାରରେ କମ୍ପି ଉଠିଲା ଗଗନ ପବନ। ନିର୍ଦ୍ଦୟ ନିର୍ମମ ଇଂରେଜମାନଙ୍କ ଦମନଲୀଳା କିନ୍ତୁ ବନ୍ଦ ହେଲା ନାହିଁ। ଭାରତୀୟମାନଙ୍କୁ ଦମନ କରିବାକୁ ତଥା ଆନ୍ଦୋଳନକୁ ଚାପି ଦେବାକୁ ସେମାନେ ଅତ୍ୟନ୍ତ ଘୃଣ୍ୟ ଓ ନିଷ୍ଠୁର ଉପାୟମାନ ଅବଲମ୍ବନ କଲେ। ସ୍ୱାଧୀନତା ଆନ୍ଦୋଳନର ବହୁ ନେତୃବର୍ଗଙ୍କୁ ଜେଲ ଭିତରେ ଦିନ କାଟିବାକୁ ହେଲା। ଭଗତ ସିଂ, ମଙ୍ଗଲ ପାଣ୍ଡେ, ଲକ୍ଷ୍ମଣ ନାୟକ, ରାମପ୍ରସାଦ ବିସ୍ମିଲ, ଖୁଦିରାମ ବୋଷ ଆଦି ଅନେକ ସଂଗ୍ରାମୀ ହସି ହସି ଦେଶ ପାଇଁ ଫାଶୀ ଖୁଣ୍ଟରେ ଚଢ଼ିଲେ। ନିଜ ମାତୃଭୂମିକୁ ବିଦେଶୀ ହାତରୁ ଉଦ୍ଧାର କରିବାକୁ ବହୁ ଲୋକ ହସି ହସି ମୃତ୍ୟୁକୁ ବରଣ କରିନେଲେ। ଗୋଟିଏ ପଟେ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିର ମୃଦୁ ନିର୍ଘୋଷ ନିନାଦିତ ହେଉଥିବା ବେଳେ ଅନ୍ୟପଟେ ସୁଭାଷ ବୋଷଙ୍କ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ପରି ଗୁରୁ ଗମ୍ଭୀରର ନାଦରେ ଗଗନ ପବନ ପ୍ରକମ୍ପିତ ହେଉଥିଲା। ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କ ସ୍ୱରାଜ ମୋ ଜନ୍ମଗତ ଅଧିକାର ପ୍ରାଣେ ପ୍ରାଣେ ସୃଷ୍ଟି କରୁଥିଲା ଏକ ଅଭିନବ ଉନ୍ମାଦନା। କି ପୁରୁଷ କି ନାରୀ, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁରି ହୃଦୟରେ ଖେଳିଗଲା ଏକ ନବୀନ ସ୍ପନ୍ଦନ। ପରିଶେଷରେ ଦେଶର ବିରାଟ ଜନଶକ୍ତି ଆଗରେ ହାର ମାନିବାକୁ ବାଧ୍ୟ ହେଲା ଦୁର୍ଦ୍ଦଶ ଇଂରେଜ ସରକାର। ଦୀର୍ଘ ସମୟର ପରାଧୀନତା ପରେ 1947 ମସିହା ଅଗଷ୍ଟ 15 ତାରିଖ ଦିନ ଏ ଦେଶ ଦେଖିଲା ସ୍ୱାଧୀନତାର ପ୍ରଥମ ସୂର୍ଯ୍ୟୋଦୟ। ଏ ଦେଶର ସମସ୍ତ ଜନନାୟକ, ମହାପୁରୁଷ ଓ ତଥା ଜନସାଧାରଣ ସମସ୍ତଙ୍କ ହୃଦୟରେ ଏ ଦେଶର ଭବିଷ୍ୟତକୁ ନେଇ ଜାଗି ଉଠିଲା ଅନେକ ସୁନେଲି ସ୍ୱପ୍ନ।
ଆରମ୍ଭ ହୋଇଗଲା ପ୍ରସ୍ତୁତି ପର୍ବ। ଏ ଦେଶକୁ ସୁସଂଗଠିତ ଓ ଉନ୍ନତ କରି ଗଢ଼ିବାର ଏକ ଅନବଦ୍ୟ ପ୍ରଚେଷ୍ଟା। ସ୍ୱାଧୀନତା ଲାଭ କରିବାର ଦୀର୍ଘ 7 ଦଶକରୁ ଉର୍ଦ୍ଧ୍ୱ କାଳ ଅତିକ୍ରାନ୍ତ ହୋଇସାରିଛି। ଆଜି ବେଳ ଆସିଛି ନିଜକୁ ସମୀକ୍ଷା କରି ଦେଖିବାର। ଆଜି ସମୟ ଆସିଛି ନିଜକୁ ପରଖି ଦେଖିବାର। ସତରେ ଆମେ କେତେ ସ୍ୱାଧୀନ, କେତେ ଦୂର ଆମେ ସଫଳ ହୋଇଛୁ ଆମ ମହାପୁରୁଷମାନଙ୍କ ସ୍ୱପ୍ନକୁ ପୂରା କରିବାରେ। କେତେ ଦୂର ଆମେ ସଫଳ ହୋଇଛୁ ଆମ ଜାତିର ଜନକ ଗାନ୍ଧିଜୀଙ୍କ ପରିକଳ୍ପିତ ରାମରାଜ୍ୟ ପ୍ରତିଷ୍ଠା କରିବାରେ। ଆଜି ବି ଏ ଦେଶର କୋଟି କୋଟି ନରନାରୀଙ୍କ ହୃଦୟରେ ପ୍ରଶ୍ନଟିଏ ଉଙ୍କି ମାରେ, ସ୍ୱାଧୀନତାର ପ୍ରକୃତ ସଂଜ୍ଞା କ'ଣ? ଇଂରେଜ ହାତରୁ ଶାସନର ଡୋରି ଆମେ ନେଇ ଆସିଲେ ନିଜ ହାତକୁ। କେବଳ ସେଇ କ'ଣ ସ୍ୱାଧୀନତାର ସଂଜ୍ଞା? ଏଇ କ'ଣ ସ୍ୱାଧୀନତା ଯେଉଁଠି ଦିନ ଦ୍ୱିପ୍ରହରରେ ରାଜରାସ୍ତା ଉପରେ ନାରୀଟିଏ ନିଜକୁ ସୁରକ୍ଷିତ ମନେ କରିପାରେ ନା? ଯେଉଁଠି ଅର୍ଥ ବଳରେ ଅଥବା ବାହୁବଳରେ କ୍ଷୁର୍ଣ୍ଣ ହୋଇଯାଏ ବହୁ ଲୋକଙ୍କର ବାକ୍ ସ୍ୱାଧୀନତା? ଏଇ କ'ଣ ସ୍ୱାଧୀନତା ଯେଉଁଠି ଏକବିଂଶ ଶତାବ୍ଦୀରେ ବି ଛୁଆଁ ଅଛୁଆଁର ଭେଦଭାବରେ ପେଶୀ ହୋଇଯାଏ ବହୁ ଲୋକଙ୍କ ଜୀବନ ନାଟିକା? ଏଇ କ'ଣ ସ୍ୱାଧୀନତା ଯେଉଁଠି ଅନ୍ୟାୟ, ଅନୀତି ଓ ଦୁର୍ନୀତିର ବିଷ ବଳୟରେ ନାକେଦମ ହୋଇଯାଏ ମଣିଷ? ଜାତି, ଧର୍ମ ଅଥବା ବର୍ଣ୍ଣ ନାଁରେ କନ୍ଦଳ ସୃଷ୍ଟି କରିବାର ଅଧିକାର ଏ ମଣିଷକୁ ଦେଲା କିଏ? ଆଜି ସମୟ ଆସିଛି ଏସବୁକୁ ସମୀକ୍ଷା କରି ଦେଖିବାର। ଆଜି ବି ସମୟ ଅଛି ଏକ ସୁନ୍ଦର ସୁସ୍ଥ ସମାଜର ପୁନର୍ଗଠନର। ଆଜି ବି ଏ ଦେଶର ବହୁ ଲୋକ ଦାରିଦ୍ର୍ୟର ସୀମାରେଖ ତଳେ ଚାପି ହୋଇ ରହିଛନ୍ତି। ନିରକ୍ଷରତା, କୁସଂସ୍କାର ଓ ଅନ୍ଧବିଶ୍ୱାସ ରୂପୀ ଅନ୍ଧକାରକୁ ସମ୍ପୂର୍ଣ୍ଣ ରୂପେ ଆମେ ଦୂରେଇବାକୁ ସକ୍ଷମ ହୋଇନୁ। ଶିକ୍ଷାର ଅଭାବ ଯୋଗୁଁ ବହୁ ଲୋକ ଆଜି ବି ସଚେତନ ହୋଇନାହାନ୍ତି ସେମାନଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ। ଆଜି ବି ବହୁତ ଲୋକ ଏକ ଉନ୍ନତ ସ୍ୱାସ୍ଥ୍ୟ ଓ ପରିମଳ ସେବାଠାରୁ ବହୁ ଦୂରରେ। ଏସବୁକୁ ନଜର ରଖି ସମାଜର ହିତ ସାଧନ ପାଇଁ କାର୍ଯ୍ୟ କରିବା କ'ଣ ଆମ ସମସ୍ତଙ୍କର ଦାୟିତ୍ୱ ନୁହଁ? ଦାରିଦ୍ର୍ୟ ଦୂରୀକରଣ ପାଇଁ ବହୁ ଯୋଜନା ଦେଶରେ କାର୍ଯ୍ୟକାରୀ ହେଉଛି, ତଥାପି ସେଥିରୁ ଆଶାଜନକ ସଫଳତା ମିଳୁନି। କାରଣ ଆମର ଆନ୍ତରିକତାର ଅଭାବ। ଶିକ୍ଷାର ବିକାଶ ପାଇଁ ଯେତିକି ଖର୍ଚ୍ଚ ହେଉଛି ସେ ଅନୁସାରେ ସାକ୍ଷରତା ହାର ଦେଶରେ ବଢ଼ୁନାହିଁ। ଦୁର୍ନୀତି, ଭ୍ରଷ୍ଟାଚାରକୁ ନ ରୋକିଲେ ପରିସ୍ଥିତି ଅସମ୍ଭାଳ ହୋଇଯିବ। ଆତଙ୍କବାଦ, ଗୁଣ୍ଡାଗିରିର ଦମନ ପାଇଁ ବିହିତ ପଦକ୍ଷେପର ଯଥେଷ୍ଟ ଆବଶ୍ୟକତା ରହିଛି। ନାରୀ ସ୍ୱାଧୀନତା ଓ ନାରୀ ସଶକ୍ତିକରଣ ପାଇଁ ଉଦ୍ୟମ ହେବା ଏକାନ୍ତ ଅନିବାର୍ଯ୍ୟ ହୋଇପଡ଼ିଛି। ବେଳ ଥାଉ ଥାଉ ଆମକୁ ଏ ଦିଗରେ ସଚେତନ ହେବାକୁ ପଡ଼ିବ। ଯେଉଁ ଉତ୍ସାହ ଉଦ୍ଦୀପନା ନେଇ ଆମ ଦେଶର ମହାପୁରୁଷଗଣ ଆମ ପାଇଁ ସ୍ୱାଧୀନତା ଆଣିଦେଇଛନ୍ତି, ସେହି ଉତ୍ସାହ ଉଦ୍ଦୀପନା ଓ ସେବା ମନୋବୃତ୍ତି ରଖି ଦେଶକୁ ଆଗକୁ ବଢ଼ାଇବାକୁ ହେବ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ସ୍ତରରେ ସବୁଠି ଏଥିପାଇଁ ଉଦ୍ୟମ ହେବା ଜରୁରୀ। ଏହା ବର୍ତ୍ତମାନ ଆମ ପାଇଁ ଆହ୍ୱାନ ହୋଇପଡ଼ିଛି। ହେ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଚାଲନ୍ତୁ ସ୍ୱାଧୀନତା ଦିବସର ଏହି ପାବନ ମୁହୂର୍ତ୍ତରେ ଆମେ ଶପଥ ନେବା ଆଉ ଦେଶର ସାମୂହିକ ସ୍ୱାର୍ଥ ପାଇଁ ବ୍ୟକ୍ତିଗତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଦେଶ ସେବାରେ ନିଜକୁ ନିୟୋଜିତ କରିବା। ଶାନ୍ତି, ମୈତ୍ରୀ, ପ୍ରେମ ଓ ସଦ୍ଭାବନାର ମହାମନ୍ତ୍ରରେ ଦୀକ୍ଷିତ ହୋଇ ଦେଶର ସର୍ବାଙ୍ଗୀନ ବିକାଶ ନିମନ୍ତେ ନିଜକୁ ଉତ୍ସର୍ଗ କରିବା। ତାହେଲେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ରାମରାଜ୍ୟ ଆମଠାରୁ ଆଉ ବେଶୀ ଦୂରରେ ରହିବନି। ଏତିକି ଆଶା ହୃଦୟରେ ଧାରଣ କରି ମୁଁ ମୋର ବକ୍ତବ୍ୟକୁ ଏଇଠି ଶେଷ କରୁଛି। ଜୟ ହିନ୍ଦ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓ ଗୋଟେ ଲାଇକ୍ କରି ସାଙ୍ଗମାନଙ୍କ ପାଖକୁ ନିହାତି ଭାବରେ ସେୟାର କରିଦିଅନ୍ତୁ। ଚ୍ୟାନେଲରେ କେହି ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ଧନ୍ୟବାଦ।